ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କ ହୃଦୟ ସହିତ ଧନ୍ୟବାଦ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମନ ପସନ୍ଦର ସ୍ୱାମୀ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମନ ପସନ୍ଦର ସ୍ୱାମୀ। ଏହି ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ମନ ପସନ୍ଦର ଗୋଟିଏ ସ୍ତ୍ରୀଙ୍କର ମନ ପସନ୍ଦର ସ୍ୱାମୀ କି ପ୍ରକାର ରହିବାର ଆବଶ୍ୟକ ରହିଛି ବା କେଉଁ ପ୍ରକାର ସ୍ୱାମୀକୁ ଗୋଟିଏ ମନ ପସନ୍ଦର ସ୍ୱାମୀ କୁହାଯିବ, ତାଙ୍କର ଗୁଣ କି ପ୍ରକାର ଥିବ, ତାଙ୍କ ଚରିତ୍ର କି ପ୍ରକାର ଥିବ, ସେହି ବିଷୟରେ ଆମେ କିଛି ସମୟ ଧରି ଆମେ କଥାବାର୍ତ୍ତା ହେବା। ଆସନ୍ତୁ ବାଇବଲର ଗୋଟେ ପଦ ପଢ଼ିବା। ଏଫେସୀୟ ପୁସ୍ତକ ଏହାର 5 ଅଧ୍ୟାୟ 25 ପଦ। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ପ୍ରିୟମାନେ, ମନପସନ୍ଦର ସ୍ୱାମୀ ତାଙ୍କର ପ୍ରଥମ ଗୁଣ, ସେ ନିଜ ସ୍ତ୍ରୀଙ୍କୁ ପ୍ରେମ କରିବେ। କେମିତି ପ୍ରେମ କରିବେ? ଖ୍ରୀଷ୍ଟ ଯେ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ ସେହି ପ୍ରକାର ଭାବରେ ପ୍ରେମ କରିବେ। ଖ୍ରୀଷ୍ଟ ମଣ୍ଡଳୀକୁ ଗୋଟେ ଉତ୍ସର୍ଗୀକୃତ ପ୍ରେମ କଲେ। ମଣ୍ଡଳୀ ପାଖରେ ଅନେକ ପ୍ରକାର ଦୁର୍ବଳତା ରହିଛି, ଅନେକ ପ୍ରକାର ଖରାପ ଗୁଣ ଗୁଡ଼ିକ ରହିଛି। ସେହି ସମୟରେ ମଧ୍ୟ ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କଲେ। ମଣ୍ଡଳୀ ସିଦ୍ଧ ନୁହେଁ, ମଣ୍ଡଳୀ ସମ୍ପୂର୍ଣ୍ଣ ନୁହେଁ, ମଣ୍ଡଳୀ ଦୁର୍ବଳ ଅଟେ, ଅନେକ ପ୍ରକାର ପାପ ମଣ୍ଡଳୀରେ ରହିଛି। ହେଲେ ମଧ୍ୟ ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କଲେ, ତା ନିମନ୍ତେ ଆପଣାକୁ ମଧ୍ୟ ଉତ୍ସର୍ଗ କଲେ। ଆଉ ମନପସନ୍ଦର ସ୍ୱାମୀ, ସେ କିଏ? ସେ ସ୍ୱାମୀ ସ୍ତ୍ରୀଙ୍କ ପାଖରେ ଅନେକ ଦୁର୍ବଳତା ଥିଲେ ମଧ୍ୟ ସେ ତାଙ୍କୁ ପ୍ରେମ କରିବେ। କାରଣ ଏହି ପ୍ରକାର କୌଣସି ସ୍ତ୍ରୀ ନାହାନ୍ତି ଯାହା ପାଖରେ କି ଦୁର୍ବଳତା ନାହିଁ। ଭଲ ରୋଷେଇ କରିଦେଲେ, ଭଲ ଡ୍ରେସ୍ ପଟା ସଫା କରିଦେଲେ, ସବୁ ବିଷୟ ରାଇଟ୍ ଟାଇମ୍ରେ ଦେଇଦେଲେ, କୌଣସି ପ୍ରକାର ଭୁଲ ନ କଲେ ତ ସମସ୍ତେ ପ୍ରେମ କରିବେ। ଆଉ ଏହି ପ୍ରକାର କୌଣସି ସ୍ତ୍ରୀ ନାହାନ୍ତି ଯାହା ପାଖରେ କି କିଛି ଦୁର୍ବଳତା ନାହିଁ। ଆଉ ଗୋଟିଏ ସ୍ୱାମୀ ନିଜ ସ୍ତ୍ରୀଙ୍କର ଦୁର୍ବଳତା ସତ୍ତ୍ୱେ ମଧ୍ୟ ତାହାଙ୍କୁ ପ୍ରେମ କରିବାର ଆବଶ୍ୟକ ରହିଅଛି। ଇଏ ହେଉଛନ୍ତି ସେହି ମନପସନ୍ଦର ସ୍ୱାମୀ। ଲେଖାଯାଏ ଆହୁରି 28 ପଦରେ, ସେହିପରି ସ୍ୱାମୀମାନେ ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ୍ୟ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣାକୁ ପ୍ରେମ କରେ। କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣ ପୋଷଣ ଓ ଲାଳନ ପାଳନ କରେ, ଓ ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କଲେ। ପ୍ରିୟମାନେ, କେତେ ସୁନ୍ଦର! ସ୍ୱାମୀ କି ପ୍ରକାର ନିଜ ସ୍ତ୍ରୀକୁ ପ୍ରେମ କରିବାର ଅଛି, ଖ୍ରୀଷ୍ଟ ଯେ ପ୍ରକାର ମଣ୍ଡଳୀକୁ ପ୍ରେମ କଲେ, ସ୍ୱାମୀ କି ପ୍ରକାର ନିଜ ସ୍ତ୍ରୀକୁ ପ୍ରେମ କରିବାର ଅଛି, ନିଜ ଶରୀର ସଦୃଶ୍ୟ ପ୍ରେମ କରିବାର ଅଛି। ଆଉ କ'ଣ କରିବାର ଅଛି? ଘୃଣା କରିବାର ନୁହେଁ, ତାହାର ଭରଣ ପୋଷଣ ଲାଳନ ପାଳନ କରିବା ଉଚିତ। ଏଇଟା ହେଉଛି ସ୍ୱାମୀଙ୍କର ଦାୟିତ୍ୱ, ଯେ ନିଜ ସ୍ତ୍ରୀଙ୍କୁ ପ୍ରେମ କରିବେ ଆଉ ତାହାଙ୍କର ଭରଣ ପୋଷଣ କରିବେ, ତାଙ୍କୁ ଲାଳନ ପାଳନ କରିବେ। ଏଇଟା ହେଉଛନ୍ତି ସେ ମନପସନ୍ଦର ସ୍ୱାମୀ। ମନପସନ୍ଦର ସ୍ୱାମୀ ବାଇବଲ ଅନୁସାରେ ସେ ନିଜ ସ୍ତ୍ରୀଙ୍କୁ ପ୍ରେମ କରିବେ, ନିଜର ଶରୀର ସଦୃଶ୍ୟ ପ୍ରେମ କରିବେ, ଆଉ ତାଙ୍କର ଆବଶ୍ୟକତା ଗୁଡ଼ିକକୁ ଜାଣିବେ। କେଉଁ କେଉଁ ବିଷୟ ଗୁଡ଼ିକ ମୁଁ କଲେ ମୋ ସ୍ତ୍ରୀଙ୍କର କାମ ଗୁଡ଼ିକ ହାଲକା ହେବ, ସହଜ ହେବ, ଆଉ ତାଙ୍କୁ ଏତେ କଷ୍ଟ ହେବ ନାହିଁ, ସେ ଅନୁସାରେ ସେ ବିଭିନ୍ନ ବିଷୟ ଗୁଡ଼ିକ କରି ନିଜ ସ୍ତ୍ରୀଙ୍କର ଭରଣ ପୋଷଣ ଲାଳନ ପାଳନ କରିପାରିବେ। ପ୍ରିୟମାନେ, ପିତର ସେ ବିଷୟରେ କ'ଣ କହନ୍ତି? ପ୍ରଥମ ପିତର 3 ଅଧ୍ୟାୟ 7 ପଦରେ ଲେଖାଗଲା, ସେହି ପ୍ରକାର ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ ଏଥି ନିମନ୍ତେ
ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳ ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନ ରୂପ ଅନୁଗ୍ରହ ଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପ୍ରେମ କର, ଲାଳନ ପାଳନ କର, ଆଉ କ'ଣ କର? ସମାଦର କର, ସମ୍ମାନ ଦିଅ। ପ୍ରିୟମାନେ, ଏ ପ୍ରକାର ଗୋଟେ ସମୟରେ ଆମେ ରହୁଛୁ ଯେ ସ୍ତ୍ରୀମାନଙ୍କୁ ସମ୍ମାନ ଦେବା ଲୋକମାନେ ଭାବନ୍ତି ଏହା ଗୋଟେ ଲଜ୍ଜାର ବିଷୟ ବୋଲି। ନିଜ ସ୍ତ୍ରୀଙ୍କୁ ଯଦି ସ୍ୱାମୀ ସମ୍ମାନ ଦେବେ ନାହିଁ ତାହେଲେ କିଏ ସମ୍ମାନ ଦେବେ? ସେଥିପାଇଁ ସମାଦର କର, ରେସ୍ପେକ୍ଟ କର। ଅନେକ ସ୍ଥାନମାନଙ୍କରେ ସ୍ତ୍ରୀମାନଙ୍କୁ କୌଣସି ପ୍ରକାର ଭାବରେ ରେସ୍ପେକ୍ଟ ମିଳୁନାହିଁ। ସେମାନଙ୍କୁ ଗୋଟିଏ ଅନରେସ୍ପେକ୍ଟ ଭାବରେ ସେମାନଙ୍କୁ ପ୍ରତି ବ୍ୟବହାର କରାଯାଏ। ଗୋଟେ ମନପସନ୍ଦର ସ୍ୱାମୀ ସେ ନିଜ ସ୍ତ୍ରୀଙ୍କୁ କେବେ ହେଲେ ମଧ୍ୟ ଅସମ୍ମାନ କରିବେ ନାହିଁ। ସବୁ ସମୟରେ ଯେଉଁଠି ଗଲେ ମଧ୍ୟ ତାଙ୍କୁ ସମ୍ମାନର ସହିତ ଅନ୍ୟମାନଙ୍କ ଆଗରେ ତାଙ୍କର ପରିଚୟ ଦିଆଯିବ। ଏହା ହେଉଛି ଗୋଟେ ସ୍ୱାମୀଙ୍କର ଦାୟିତ୍ୱ ଯେ ନିଜ ସ୍ତ୍ରୀଙ୍କୁ କି ପ୍ରକାର ଭାବରେ ସେ ସମ୍ମାନ କରିବେ, ସମସ୍ତଙ୍କ ଆଗରେ ସମାଦର କରିବେ। ପ୍ରିୟମାନେ, ସେଥିପାଇଁ ଆମମାନଙ୍କର ସ୍ତ୍ରୀମାନଙ୍କୁ ଆମେ ସେହି ପ୍ରକାର ସମ୍ମାନ ଦେବା। ଏଇଟା ହେଉଛି ମନପସନ୍ଦର ସ୍ୱାମୀ। ଆମେ ହିତୋପଦେଶରେ ଜ୍ଞାନୀ ସଲୋମନ ସେ କ'ଣ କହନ୍ତି ଯେ ଏହାର 5 ଅଧ୍ୟାୟର 18 ପଦ ଲେଖାଗଲା, ତୁମ୍ଭର ନିର୍ଝର ଧନ୍ୟ ହେଉ, ଆଉ ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର। ଗୋଟିଏ ସ୍ତ୍ରୀ, ଗୋଟିଏ ସ୍ୱାମୀ, ମନପସନ୍ଦର ସ୍ୱାମୀ ନିଜ ସ୍ତ୍ରୀଙ୍କ ଠାରେ ଆମୋଦ କରିବେ, ଅନ୍ୟ କାହାଠାରେ ନୁହେଁ। ନିଜ ସ୍ତ୍ରୀଙ୍କ ଠାରେ ସେ ଆମୋଦ କରିବେ। ସେ ପ୍ରେମିକା ହରିଣୀ ରୂପବତୀ ବାଉଟି ପରି ତାହାର ବକ୍ଷ ସର୍ବଦା ତୁମକୁ ତୁଷ୍ଟ କରୁ, ଆଉ ତାହାର ପ୍ରେମରେ ତୁମେ ସର୍ବଦା ଆସକ୍ତ ଥାଅ। ଅନ୍ୟର ପ୍ରେମରେ ନୁହେଁ, ତାହାର ପ୍ରେମରେ ସର୍ବଦା ଆସକ୍ତ ରୁହ। ତୁମ ସ୍ତ୍ରୀ ପ୍ରତି ଅନ୍ୟାୟ କର ନାହିଁ, ବିଶ୍ୱାସଘାତକତା କର ନାହିଁ। ତୁମ ସ୍ତ୍ରୀକୁ ପ୍ରେମ କର, ତୁମ ସ୍ତ୍ରୀଙ୍କୁ ସମାଦର କର, ତୁମ ସ୍ତ୍ରୀଙ୍କ ଠାରେ ଆମୋଦ କର। ପ୍ରିୟମାନେ, ଗୋଟେ ମନପସନ୍ଦର ସ୍ୱାମୀ ଏହି ପ୍ରକାର କାର୍ଯ୍ୟ କରେ। ଆଉ ପରମେଶ୍ୱର ସ୍ୱାମୀମାନଙ୍କୁ ଏସବୁ ପରାମର୍ଶ ସେ ଦେଉଅଛନ୍ତି। ଗୋଟେ ସ୍ତ୍ରୀଙ୍କର ପ୍ରଥମ ଆବଶ୍ୟକତା ତାଙ୍କୁ ଭଲ ଘର, ଭଲ ପିନ୍ଧାଉଡ଼ା, ଭଲ ଖାଇବାଟା ନୁହେଁ। ନିଜ ସ୍ୱାମୀଙ୍କର ପ୍ରେମ ସେ ଲଢ଼ନ୍ତି। ନିଜ ସ୍ୱାମୀଙ୍କର ପ୍ରେମ ତାହାଙ୍କୁ ଦରକାର। ତାଙ୍କ ସ୍ୱାମୀ ତାଙ୍କୁ ଭରଣ ପୋଷଣ କରିବେ, ତାଙ୍କ ସ୍ୱାମୀ ତାଙ୍କୁ ଆଦର କରିବେ, ତାଙ୍କ ସ୍ୱାମୀ ତାହାରେ ଆମୋଦ କରିବେ। ଏଇଟା ହେଉଛି ମନପସନ୍ଦର ସ୍ୱାମୀ। ବାଇବଲ ଏହି ପ୍ରକାର ସ୍ୱାମୀ ବିଷୟରେ କହେ। ଏହି ପ୍ରକାର ମନପସନ୍ଦର ସ୍ୱାମୀ ଯେଉଁମାନେ ପାଆନ୍ତି ସେମାନେ ଧନ୍ୟ, ସେମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ପ୍ରଭୁଙ୍କର ଗୌରବ ହଉ। ଆସନ୍ତୁ ପ୍ରଭୁଙ୍କ ନିକଟରେ ଆମେ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମ ନାମର ଗୌରବ ପ୍ରଶଂସା କରୁଛୁ। ପ୍ରତ୍ୟେକ ସ୍ତ୍ରୀ ଗୋଟିଏ ମନପସନ୍ଦର ସ୍ୱାମୀ ଦରକାର, ଯେଉଁ ସ୍ୱାମୀ କି ତାଙ୍କୁ ପ୍ରେମ କରିପାରିବ, ତାଙ୍କୁ ସମାଦର କରିପାରିବ, ଯତ୍ନ ନେଇପାରିବ, ତାଙ୍କଠାରେ ଆମୋଦ କରିପାରିବ। ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଆମମାନଙ୍କୁ ଏହି ପ୍ରକାର ସୁନ୍ଦର ବାକ୍ୟ ଗୁଡ଼ିକ ତୁମେ ଲେଖିଦେଇଅଛ। ସେଥିପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ପ୍ରାର୍ଥନା କରୁଛୁ ସବୁ ଝିଅମାନଙ୍କୁ ମନପସନ୍ଦର ସ୍ୱାମୀ ମିଳନ୍ତୁ, ଆଉ ଏହିସବୁ ବିଷୟ ଗୁଡ଼ିକକୁ ସେମାନେ ଧ୍ୟାନ ରଖିବେ, ଆଉ ନିଜ ନିମନ୍ତେ ଜୀବନସାଥୀ ବାଛିବା ପୂର୍ବରୁ ପ୍ରାର୍ଥନା ସହିତ ଜୀବନସାଥୀ ବାଛିପାରିବେ। ତୁମେ ଦୟାକରି ଅନୁଗ୍ରହ କର, ସାହାଯ୍ୟ କର। ପିତା, ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।